ସଂଘର୍ଷମୟ ଜୀବନରେ ସ୍ଥାନ, ସମୟ ଓ ସମ୍ପର୍କର ପରିବର୍ତ୍ତନ ଅବଶ୍ୟମ୍ଭାବୀ। କିଛି ସୃଜନ କରିବାର ଆଶାରେ ଏକ ପୂର୍ଣ୍ଣ ମସ୍ତିଷ୍କ ଓ ଅସରନ୍ତି ଅଭିଳାଷା ସହ ଏକାକୀ ଏହି ଛୋଟ ଘରଟିରେ ପଦାର୍ପଣ କରିଥିଲି। ଆଜି ସେହି ସୃଜନଶୀଳତାର ମଧ୍ୟପଥରେ ଏକ ଆଶାର କ୍ଷୀଣ ଆଲୋକ ଦୀପ୍ତମାନ। ଯଦିଓ ଅନ୍ତିମ ଲକ୍ଷ୍ୟ ପୂରଣ କରିବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଅଛି, କିନ୍ତୁ ସୃଜନଶୀଳତାର ଫଳସ୍ୱରୂପ ମୋତେ ମିଳିଥିବା ଶ୍ରଦ୍ଧା, ପ୍ରେମ ଓ ସମ୍ମାନ ପ୍ରତି ମୁଁ ସମସ୍ତଙ୍କ ପାଖରେ ସଦାସର୍ବଦା ଋଣୀ ରହିବି। ଶ୍ରୀଜଗନ୍ନାଥଙ୍କର କଳା ଓ ସଂସ୍କୃତି ପାଇଁ ମୋ ପାଖରେ ଥିବା ସମସ୍ତ ବୁଦ୍ଧି, ବଳ ଓ ସମ୍ବଳ ସମର୍ପିତ କରିବା ପାଇଁ ପ୍ରବୃତ୍ତରତ। ଜଗନ୍ନାଥ ତତ୍ତ୍ୱରେ ପ୍ରଣୋଦିତ ଏହି ମନ ମୋ କ୍ଳାନ୍ତ ଶରୀରରେ କିପରି ଉର୍ଜାର ସଞ୍ଚାର କରୁଛି, ତାହା ନିଜକୁ ଅଜଣା। ପରମବ୍ରହ୍ମ ସତ୍ୟ ସନାତନଙ୍କ ଶ୍ରୀପୟରରେ ଏହି ଗୁହାରି ଯେ ସମଗ୍ର ବ୍ରହ୍ମାଣ୍ଡରେ ଥିବା ଚଳତ୍ ଓ ଅଚଳତ୍ ଆତ୍ମାମାନଙ୍କୁ ଶଙ୍ଖରେ ପୂରାଇ ଚକ୍ର ଆଢ଼ୁଆଳରେ ରଖିଥାଅ ହେ ମଣିମା। ଜୟ ଜଗନ୍ନାଥ।